ଆଜି ପବିତ୍ର ହୋଲି ଦିବସରେ ଜଟଣୀରେ ଗୋଟେ ଅଭାବନୀୟ ଘଟଣା ଘଟିଯାଇଛି। ଜୈନିକ ଲୋକ ତାଙ୍କ ଘରକୁ ହୋଲି ଖେଳି ଯାଉଥିଲା ବେଳେ ଆଜି ତାଙ୍କର ଦୁର୍ଘଟଣା ଘଟି ମୃତ୍ୟୁବରଣ କରିଛି। କିନ୍ତୁ ଏଇ ମୃତ୍ୟୁବରଣରେ ସେ ଲୋକ କିଏ, କଣ, ତାଙ୍କ ପରିବାର ଲୋକ ଅଛନ୍ତି, ସେ ଆମକୁ ସୂଚନା ଦେବେ। ମା, ଆପଣ ପରିଚୟ ଦିଅନ୍ତୁ। ମୁଁ ତାଙ୍କର ଦେଢ଼ ଶାଶୁ ହେବି। ତାଙ୍କ ନାଁ କଣ? ତାଙ୍କ ନାଁ ତ୍ରିନାଥ ସାହୁ। କଣ କେମିତି ହେଲା ଘଟଣା ସଂଘଟିତ? ମୁଁ ଜାଣିନି, ପୁଅ ଫୋନ ଶୁଣିକି ଆସିଛି। ସେ ତ ରଙ୍ଗ ହେଇଛନ୍ତି, ହୋଲି ଖେଳିଛନ୍ତି ଜଣା ପଡୁଛି। ଜାଣିନି ପୁଅ। ତାଙ୍କ ପିଲାପିଲି କେତେ? ଗୋଟିଏ ପୁଅ। ଗୋଟିଏ କେତେ ବଳ? 22-23 ବର୍ଷର ପୁଅ। ତାଙ୍କର ଗୋଟିଏ ପୁଅ। ସିଏ ବଜାରକୁ ଆସିଥିଲେ, ହୋଲି ଉତ୍ସବରେ ସାମିଲ ହେଇଥିଲେ, ସାଙ୍ଗ ସହିତ ହୋଲି ଖେଳିଥିଲେ। କିନ୍ତୁ ଯିବା ବାଟରେ ତାଙ୍କର ଦୁର୍ଘଟଣା ଘଟିଛି। ଆଜି ସିଏ ଆର ପାରିକି ଚାଲି ଯାଇଛନ୍ତି। ମୁଁ ତା ଭଉଣୀ, ମୋ ନାଁ ରଜନୀ ସାହୁ, ତା ନାଁ ତିନା ସାହୁ। ଆଉ ମୋ ଭାଇ କେମିତି ମଲା, ତମେ ଟିକେ ସାହାଯ୍ୟ କର। କଣ କରିବ ସେ ଗରିବ ଲୋକ, କେମିତି ରହିବ, କେମିତି କଣ କରିବ, ସେ କଥା ଚିନ୍ତା କରନ୍ତୁ। ଆମ ଘର ହଉଛି ବାଛରା, ଏଇ ଯୋଉ ବିଶ୍ୱନାଥ କଲୋନୀ, କିନ୍ତୁ ମୁଁ ବାହା ହେଇଛି ଏଠି କଇଲାଣପୁର। ମୋ ପୁତୁରା ଫୋନ କଲା, ତା ପୁଅ ଫୋନ କଲା ମତେ, ମାଉସୀ ମୋ ବାପା ଡେଟ୍ ହେଇଯାଇଛନ୍ତି ବୋଲି କହୁଛନ୍ତି ଡକ୍ଟର, ଟିକେ ଆସେ। ମୁଁ ସେଥିପାଇଁ ସେ ମାନିଲିନି, ମୋ ପୁଅକୁ ଧରିକି ପଳେଇ ଆସିଲି। ଆଜି ହୋଲି ଖେଳ ଉତ୍ସବମୁଖର ଚାଲିଥିଲା ବେଳେ ଜଟଣୀ ଗୋଟେ ଅଘଟଣ ଘଟି ଯାଇଛି। ସେ ଅଘଟଣ ଜଣଙ୍କ ଜୀବନ ଚାଲି ଯାଇଛି। ରାସ୍ତା କାମ ହଉଥିଲା, ରାସ୍ତା କାମରେ ସେ ଲୋକ ଜଣେ ପଥଚାରୀ ଗାଡି ନେଇକି ଯିବା ସମୟରେ ଏ ଦୁର୍ଘଟଣା ଘଟିଛି, ତାପରେ ଜୀବନ ଯାଇଛି। ମା, ଆପଣ ତାଙ୍କ ଭାଣିଜୀ ହେବେ, କଣ କହିବାକୁ ଚାହୁଁଛନ୍ତି? ଏତିକି କହିବାକୁ ଚାହୁଁଛୁ ଯେ ଯୋଉ ରାସ୍ତା କାମ ହଉଛି, ରୋଡ ଯୋଉ ରଖିକି ଆପଣ ଯାଉଛନ୍ତି, ତାର କିଛି ବ୍ୟବସ୍ଥା ବି କରୁନାହାନ୍ତି। ଯଦି ଆକ୍ସିଡେଣ୍ଟ ହେଲା, ଯଦି ଗୋଟେ ଲୋକ ଖାଲି ଜାଗାରେ ପଡିବ, ସେ ତ କେବେ ମରିବନି ନା। ରୋଡ ଉପରେ ପଡିଲେ ତ ମରିଯିବ ନା, ଅବଭିୟସଲି। ସେ ଲୋକଟାର ଜୀବନ ଚାଲିଗଲା। ତାର 22 ବର୍ଷର ପୁଅଟା, ତାର ସ୍ତ୍ରୀଟା, ସେ କେମିତି ଚଳିବେ? କଣ ତାଙ୍କ ପାଖରେ ଅଛି? ସାହା ଭରସା ତ କେବଳ ତ ସେଇ ସମ୍ପତ୍ତି ଯିଏ ଥିଲା, ସିଏ ତ ଚାଲିଗଲା। ଆଉ କାହା ଭରସାରେ ବଞ୍ଚିବେ? ତାଙ୍କୁ କଣ ନ୍ୟାୟ ମିଳିବ? ଯୋଉ କଣ୍ଟ୍ରାକ୍ଟର ମାନେ କାମ ନଉଛନ୍ତି, ସେମାନେ କଣ ଜାଣିପାରୁନାହାନ୍ତି ରୋଡ ରହିଲେ ଗୋଟେ ଲୋକଟା ଯଦି ପଡିଯିବ, ତାପରେ ତାର ଜୀବନ ଚାଲିଯିବ ବୋଲି? କଣ ବ୍ୟବସ୍ଥା କରୁଛନ୍ତି ସେମାନେ? ଦେଖନ୍ତୁ, ଏଇଠି ଦୁଃଖଭରା କଣ୍ଠରେ ତାଙ୍କ ଭାଣିଜୀ ବି କହୁଛନ୍ତି। ଆପଣ କଣ ଦାବି ରଖିବେ, କଣ ଚାହୁଁଛନ୍ତି? ମୋ ମାମାକୁ ନ୍ୟାୟ ତା ପରିବାର କେମିତି ଭରଣ ପୋଷଣ ହେବ, ସେ କଥା ସରକାର ବୁଝନ୍ତୁ। ନହେଲେ ସେ କଣ୍ଟ୍ରାକ୍ଟର ଯିଏ ବି ନେଇଛନ୍ତି, ସେ କାହିଁକି ରୋଡ ଛାଡିକି ଗଲେ? ତାଙ୍କର କିଛି କରନ୍ତୁ ତ ସେ କଣ୍ଟ୍ରାକ୍ଟର ମାନଙ୍କର। ଗୋଟେ ଲୋକଟାର ଅକାଡରେ ଜୀବନ ଚାଲିଗଲା ନା। କାରଣ ଗୋଟେ ରଡ ଜଣଙ୍କ ଦେହରେ ପଶିଗଲା ପରେ ସେ ଆଉ କଣ ବଞ୍ଚି ପାରିବ କି? ତେଣୁକରି ସିଏ ଯଦି ଗୋଟେ ଲୋକଟା ଧରାଯାଉ ଆକ୍ସିଡେଣ୍ଟ ହେଇଗଲା, ସିଏ ତାଙ୍କ ପରିବାର, ତାଙ୍କ ଭାଣିଜୀ ନିଜେ ଆଜି ଦାୟୀ କରୁଛନ୍ତି କଣ୍ଟ୍ରାକ୍ଟରକୁ, କାହିଁ ରଡ ରଖିଥିଲେ। ଏ ସମ୍ପର୍କରେ ଅଧିକ ସୂଚନା ନ ପାଇ ଆମେ ଯୋଉ ଜାଗାରେ ଘଟଣା ଘଟିଛି ସେ ଜାଗାକୁ ଯିବା, ସେ ତଥ୍ୟ ନବା ପାଇଁ ଚେଷ୍ଟା କରିବା। ଏଇ ଜାଗାରେ ପଡି ତାଙ୍କ ମୁଁ ସହଯୋଗ କହିବି, ସେ ଦେଖେଇବେ ସେ ସ୍ଥାନ। ଏଇ ଜାଗାରେ ପଡି ଏ ରଡ ତାଙ୍କ ଛାତିରେ ପଶିଯିବା ହେତୁ ସେ ମୃତ୍ୟୁବରଣ ଆଜି କରିଛନ୍ତି। ଆମ ପାଖରେ ଜଣେ ଜୈନିକ ଭାଇ ଅଛନ୍ତି, ସେ ସମ୍ପର୍କ ମତାମତ ଦେବେ। କଣ ହେଇଛି ଘଟଣା ଟିକେ କହିଲେ ଆପଣ? ମୁଁ ତ ଦେଖିନି, ମୁଁ ଆସିଲା ପରେ ମୁଁ ଦେଖିଲି ଏମିତି କି ସେ ଲୋକ ଯାଇ ସାରିଲେଣି, ସେ ଖାଲି ବ୍ଲଡ ଫ୍ଲଡ ଲାଗିଥିଲା, ସେଇ ଲାଗି ମୁଁ ଦେଖିଲି। ମୁଁ ଶୁଣିଲି ଯେ ହଁ ଏଇଠି ଏଇ ଲୋକଟି ପଡି ଯାଇଥିଲା, ତାପରେ ମୁଁ ଆସି ଦେଖିଲା ବେଳକୁ ଏଇ ବ୍ଲଡ ଫ୍ଲଡ। ଆମେ ଦାୟୀ କାହାକୁ କରି? ଏ ରାସ୍ତା କାମ ଚାଲିଛି, କଣ୍ଟ୍ରାକ୍ଟର ତାର ସେ ନାଳି କାମ କରୁଛି, ଆମେ ଏପଟେ ଯିବା ଆସିବା ଆମର ଯେହେତୁ ଦୈନନ୍ଦିନ ରାସ୍ତା, ତାହେଲେ ଦାୟୀ କାହାକୁ କହିବା? ଦାୟୀ ତ ଏବେ ଦେଖିବାକୁ ଗଲେ ହଁ ଏଇଟା ଟିକେ ସେଫ୍ଟିରେ ରଖିଥିଲେ ଭଲ ହେଇଥାନ୍ତା, ସେ ଲୋକଟି ଗଳି ପଡିଥିଲେ ବି ସେ ବଞ୍ଚି ଯାଇ ପାରିଥାନ୍ତା। କିନ୍ତୁ ବର୍ତ୍ତମାନ ଦେଖିବାକୁ ଗଲେ ଦାୟୀ ତ ଏବେ ଯୋଉମାନେ ରାସ୍ତା କାମ କରୁଛନ୍ତି, କଣ କରୁଛନ୍ତି, ତା ଉପରେ ଟିକେ ସେଫ୍ଟି ରଖିଲେ ଭଲ। ଆଉ ମାନେ ଭାଇ ଆମକୁ ଗୋଟେ ସ୍ପଷ୍ଟ ମତ ଦେଲେ ଯେ କଣ୍ଟ୍ରାକ୍ଟର ଯଦି ଚାହିଁଥାନ୍ତା, ସେ ଲୋକର ଜୀବନ ରହିପାରିଥାନ୍ତା। ହୁଏତ କୌଣସି ଗାଡି ଖସି ଯାଇଥିବ, କଣ ହେଇଥିବ, ସେ ପଡି ଯାଇଥିଲେ, ଯଦି ସ୍ଲାବ ପଡିଥାନ୍ତା ସେ ବଞ୍ଚି ଯାଇଥାନ୍ତେ। ଆଜି ସ୍ଲାବ ନାହିଁ, କେବଳ ଖୁଣ୍ଟା ରଡ ବାହାରିଛି ବୋଲି ତାଙ୍କ ଛାତିରେ ପଶିଥିବା ହେତୁ ସେ ଆଜି ମୃତ୍ୟୁବରଣ କରିଛନ୍ତି। ନା ଆଉ କଣ ଅଛି? ନାଇଁ, ମୁଁ ତ ଜାଣିନି, ସେୟା ହେଇଥିବ ବୋଧେ। ଆମେ ଆସିଲା ବେଳକୁ ଦେଖିଲା ବେଳକୁ ଲୋକ ବି ଯାଇ ସାରିଲେଣି, ଆମେ ଦେଖିନୁ ଲୋକଙ୍କୁ, କିନ୍ତୁ ଏମିତି ଆକ୍ସିଡେଣ୍ଟ ହେଇଯାଇଛି। ଆଉ ତ କଣ ହେଇଥିବ? ଆପଣ କଣ କହିବାକୁ ଚାହୁଁଛନ୍ତି ଏ ପ୍ରଶାସନକୁ ଆଉ ସ୍ଥାନୀୟ ଅଞ୍ଚଳବାସୀଙ୍କୁ କଣ କହିବାକୁ ଚାହୁଁଛନ୍ତି? ନାଇଁ, ଟିକେ ଯାହାବି ହେଲେ ଏଠି ସୁରକ୍ଷିତ ରଖିବା ଦରକାର। କାହିଁକି ରଡ ଫଡ ସାଧାରଣ ବ୍ୟକ୍ତି, ଗାଈ ଗୋରୁ କୁକୁର, ମାନେ ଯାହାବି ମଣିଷ ବି ଗଲାବେଳେ ଯଦି ଝୁଣ୍ଟି ପଡିଗଲେ ତାଙ୍କର ନିଜର ବି କ୍ଷତି ହବ। ସେଥିପାଇଁ ଟିକେ ସେଫ୍ଟି ରଖିଲେ ଭଲ। ମୋ ନାଁ ଦେବେନ୍ଦ୍ର କର।
ମୁଁ ଏଇଠି ରହୁଛି ଆଉ ପାଇପଲାଇନ କାମ କରୁଛି। ଭାଇ ଆମକୁ ଗୋଟେ ବଢିଆ ମତାମତ ଦେଲେ ଯେ ଯଦି କଣ୍ଟ୍ରାକ୍ଟର ଚାହିଁଥିଲା ଏ ଲୋକର ଜୀବନ ବି ରହିପାରିଥାନ୍ତା। ନା ନାଇଁ ଆଉ ଭାଇ କଣ କହୁଛନ୍ତି? ସେ କଣ୍ଟ୍ରାକ୍ଟର ବି ଟିକେ ସେଫ୍ଟିରେ ରଖିବା ନିହାତି ଦରକାର, କାହିଁକିନା ରୋଡ ସାଇଡ ଟା ସେଫ୍ଟିରେ ରହିବା ହିଁ ନିହାତି ଦରକାର। ନହେଲେ ଏମିତି ରଡ ଫଡ ପଚିଗଲେ ଲୋକଙ୍କର ବି ଇଞ୍ଜୁର ହେଇଯାଉଛନ୍ତି ସମସ୍ତେ, ଏମିତି ଆକ୍ସିଡେଣ୍ଟ ହେଲା ଭଲ ନୁହେଁ। ନିଜ ସେଫ୍ଟି ନିଜେ ହିସାବରେ ଚାଲିବା ଦରକାର। ଆଉ ସେ ଲୋକଙ୍କର କଣ ବି ମୁଁ ଜାଣିନି, ଆମେ ତ ଆସିଲା ବେଳକୁ ଦେଖିନୁ, ପଛରେ ଆସି ଦେଖିବା ବ୍ଲଡ ଫ୍ଲଡ ପଡିଛି, ଏମିତି ଶୁଣିଲୁ ଯେ ଆକ୍ସିଡେଣ୍ଟ ହେଇସାରିଲାଣି ଅଲରେଡି। ଆଉ ତାପରେ କଣ୍ଟ୍ରାକ୍ଟର ଦେଖିବା ଦରକାର କି ସେ ସେଫ୍ଟିରେ କାମ ନିଜର କରିବା କଥା। କିନ୍ତୁ ବଢିଆ ମତାମତ ଆମକୁ ଦେଲେ ଭାଇ ଯେ କଣ୍ଟ୍ରାକ୍ଟର ତାର ଯେକୌଣସି କାମ କରୁଛି ତା ସ୍ଥାନ ସେ ସୁରକ୍ଷିତ ରଖିବା ଦରକାର। କାହିଁକି ଇଏ ଚଳପ୍ରଚଳ ଜାଗା, ଇଏ ଚଳପ୍ରଚଳ କରିବେ, ଏ ଦୈନନ୍ଦିନ ରାସ୍ତାରେ ଲୋକ ଯାତାୟାତ କରିବେ। ଯାତାୟାତ ଭିତରେ ଯୋଉ ନୂଆ କାମ ହେଇଛି ବାଲି ବି ପଡିଛି, ଖସିଯିବ କଣ କରିବ କଣ ନାହିଁ, କଣ୍ଟ୍ରାକ୍ଟର ସତର୍କ ରହିବା ନିହାତି ଜରୁରୀ ବୋଲି ଆମେ ସ୍ଥାନୀୟ ଅଞ୍ଚଳରୁ କିଛି ମତାମତ ସଂଗ୍ରହ କରିଛୁ। ଏ ଯୋଉ କଣ୍ଟ୍ରାକ୍ଟର ବାବୁ କାମ କରୁଛନ୍ତି, ଏ ରାସ୍ତା କାମ କରନ୍ତୁ, ଯେକୌଣସି କାମ କରନ୍ତୁ, ସେ ଆଗରେ ସୂଚନା ଫଳକ ଲଗେଇବେ ଏ ରାସ୍ତା କାମ ଜାରି ରହିଛି, ଆପଣ ମାନେ ଯିବା ଆସିବା ମନା। କିନ୍ତୁ କୌଣସି ପ୍ରକାର ସୂଚନା ଫଳକ ଲଗେଇ ନାହାନ୍ତି। ତ୍ରିନାଥ ସାହୁଙ୍କର ଜୀବନ ଯାଇଛି। ଇଏ ଯୋଉ ରାସ୍ତା କାମରେ ଯୋଉ ରଡ ବାହାରିଛି ନାଳିରେ ପଡିକିରି ଜୀବନ ଯାଇଛି, ସେ ସମୟରେ ତାଙ୍କର ଜଣେ ସମ୍ପର୍କୀୟ ଅତି ନିବିଡ଼ ଲୋକ ଅଛନ୍ତି, ସେ ତାଙ୍କ ବାବଦରେ ମତାମତ ଦେବେ। କାହାକୁ ଆମେ ଦୋଷୀ କରିବା? ତ୍ରିନାଥ ସାହୁଙ୍କୁ ଦୋଷୀ କରିବା ନା ନାଇଁ ପ୍ରଶାସନକୁ ଦୋଷୀ କରିବା? ପ୍ରଶାସନକୁ ହିଁ ଦୋଷୀ କରିବା ଆମେ। କାରଣ ଏଇଟା ଦେଖନ୍ତୁ, ଏଇଠାରେ ଗାଈ ବି ମରିବ, ଏଥିରେ ଲୋକ ବି ମରିବ, ଛୁଆ ବି ମରିବ। ଗୋଟେ ସାଇକେଲ ଡାଇଲେ ବି ଯଦି ବାଇଚାନ୍ସ ଗୋଡି ପଡୁଛି ଏଥିରେ ପଡିକି ମରିବ। ଦେଖନ୍ତୁ ସାଙ୍ଗେ ସାଙ୍ଗେ ଏଠି ମାନେ ଯିଏ ବି ପଡିବ ସିଏ ମରିବ। ଏଇଟା କିଛି କହିବାର ନାହିଁ। ଏଇ ଗୋଟେ ଜାଗାରେ ନାହିଁ କି ଆମେ କଣ କରିବା, ଏ ପୁରା ଲମ୍ବା ଲାଇନରେ ଅଛି। ଏଇ ଯଦି ବି କାମ ଅଧାରେ ଅଛି, ୟା ପାଇଁ ଗୋଟେ କଣ ବ୍ୟବସ୍ଥା କରିବା ଦରକାର କି ୟା ଉପରେ କଣ ରଖିଦେଲେ କି ଯେମିତି ନ ପଡେ, କି ବାଉଣ୍ଡ୍ରି କରିବା। ଯଦି ବି ନାହିଁ ଏତେ କରିବା କଥା ନୁହଁ ଆମର, କାରଣ ଏଇ ଦେଖନ୍ତୁ ଏଠି ଗୋଡି ପୁରା ବାଲି ଲାଗିଛି। କାରଣ ଏଠି ଯେମିତି ହେଲେ ଚକା ସ୍ଲିପ୍ କରିବ। ଏଇଟା ଭାବିବାର ବିଷୟ କିଛି ନାହିଁ। ଏଇଟାକୁ ହିଁ ପ୍ରଶାସନ, ଆପଣ ଦାୟୀ ସମ୍ପନ୍ନ କରୁଛନ୍ତି କଣ୍ଟ୍ରାକ୍ଟରକୁ ହିଁ କହିବା ଆମେ। କାରଣ ସିଏ ଯେହେତୁ କାମ ନେଇଛନ୍ତି, ଏଠି ସୂଚନା ଦାୟୀ ଲଗେଇବା କଥା, କି ଏଠି ବାରିକେଡ ଲଗେଇବା କଥା। ଏଠି ଆମର ରୋଡ ସେଫ୍ଟିର ଆସୁଛି ବାରିକେଡ ଲଗେଇବା କଥା ଏ ସାଇଜରେ, ଯାହାକି ଆମକୁ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ବି କିଛି ହାନିକାରକ ନ ପଡୁ, କି ଅନ୍ୟ ପରବର୍ତ୍ତୀ ସମୟରେ କାହାକୁ କି ନ ମରନ୍ତୁ, କି ଏମିତି ଅସୁବିଧା ନ ହଉ। ଆଶା କରୁଛି ଯେ ଏମିତି ପରବର୍ତ୍ତୀ ସମୟରେ କାହାର କିଛି ନ ହଉ। କିନ୍ତୁ ବଢିଆ ସୂଚନା ଆମକୁ ଦେଲେ ଯେ ପ୍ରଶାସନ ଆଉ କଣ୍ଟ୍ରାକ୍ଟର ସଜାଗ ରହିଲେ ଆଉ ପରବର୍ତ୍ତୀ ସମୟରେ ଏ ଦୁର୍ଘଟଣା ଘଟିବ ନାହିଁ, କି ଅକାଳରେ ଜୀବନ କାହାର ଯିବ ବି ନାହିଁ।